ଚା ଫା କିଛି ବନେଇଦେବି। ଏବେ ତ କୋଲ୍ଡ ଡ୍ରିଙ୍କ୍ସ ଦେଇଥିଲୁ ପିଇଲୁ, ଆଉ ପୁଣି କଣ ଚା ଫା ଯେ। ହଉ 12ଟା ତ ବାଜିଲାଣି, ଆପଣ ଗାଧେଇ ପଡନ୍ତୁ, ଭାତ ବାଢିକି ବି ଖାଇ ନେବେ। ଆଉ ଆମର ଗାଧା ପାଧା ନାହିଁ, ଆମେ ଗାଧେଇକି ଆସିଛୁ। ଏଇ ହସ୍ପିଟାଲ ଦେଖେଇବାର ଥିଲା, ତା ଗୋଡର ନଖଟା କଣ ହେଇଥିଲା, ସେ ଟାଉନ ଆସିଥିଲୁ ହସ୍ପିଟାଲକୁ, ସେଇଥିପାଇଁ ଭାବିଲି କି ଆସିଛୁ ଯେତେବେଳେ ପଶି ଦେଇକି ଯାଏ, ପୁଅଟା ଖରାପ ଭାବିବ। ଆଉ ମେଡିକାଲ କେସରେ ଆସିଲେ ତ ଏମିତି ହବ, ଆଉ କଣ କରିବା। ଆମେ ଗାଧେଇକି ଆସିଛୁ 2 ଜଣ ଯାକ। ହଉ ଚାଲ ଚାଲ ଖାଇଦବା ଚାଲ। ବୋଉ ଆଉ ତରକାରୀ ଦେବି? ନା ନା ନା, ଖୁଡି ଆପଣଙ୍କୁ ଆରେ ପେଟ ଭରିଗଲା, ଆଉ ଟିକେ ସାନ ଖାଇବନି। ନେଇଯାଆନ୍ତୁ। ହେଲା ହେଲା ହେଲା। ହଉ ହଉ, ଆପଣଙ୍କର ତ ଖିଆଖୁଇ ସରିଲାନି, ଖୁଡି ସହିତ ଯାଇକି ରୁମରେ ରେଷ୍ଟ କରନ୍ତୁ। ମୁଁ ଟିକେ କିଚେନ ଫିଚେନ ସଫା କରିକି ବାସନ ଗୁଡାକ ଧୋଇ ଦେଇକି ଆସୁଛି। ହଉ ଯାଏ, ଛୁଆଟାକୁ ବି ଟିକେ ଦେଖିଦିଏ। ଭଡା ଘର କଣ କେବେ ନିଜର ହେଲାନି? ଭଡା ଘରକୁ ଏମାନେ ସବୁ ଆଜିକାଲିର ବୋହୂ ନିଜର କରିବାକୁ ବସୁଛନ୍ତି। ଭଡା ଘର ଯେତେ ଯାହା ହେଲେ ବି ଭଡା ଘର। ଆଚ୍ଛା ମୁଁ ଗୋଟେ ଜିନିଷ ବୁଝିପାରୁନି, ଆଉ ସେଠି ବି ତୁ ରୋଷେଇ କରୁଥିଲୁ, ଏଠି ବି ରୋଷେଇ କରୁଛୁ, ସେଠି ବି ଘର କାମ, ଏଠି ବି ଘର କାମ, ତ ଅସୁବିଧା ଟା କଣ? ଏମାନେ ନା ଆଜିକାଲିର ବୋହୂ ମାନେ, ତାଙ୍କର ଅସୁବିଧା ହେଇଟା କି ସେ ଶାଶୁ ଶ୍ୱଶୁରର କରିବେନି। ମଲା ଜନାନୀ ଆଉ ଭଡା ଘରେ ରହିବେନି ଆଉ କୋଉଠି ରହିବେ ମ? ଆଜିକାଲିର ବୋହୂ ମାନେ ଶାଶୁ ଶ୍ୱଶୁର ସହିତ ଚଳି ପାରିଲେ ତ। ଯିଏ ଶାଶୁ ଶ୍ୱଶୁର ସାଙ୍ଗେ ଚଳି ନ ପାରିବ, ସେ କେମିତି ଭଡା ଘରେ ରହିବ? ଏଗୁଡା ଅଳସୁଇ ଗୁଡାକ, ଏ କାମ କରିବା ତାଙ୍କୁ ପସନ୍ଦ ନୁହେଁ। ସବୁ କାମ ଚୋରଣୀ ମାନେ ଏମିତି ଘର ଭଡା ନିଅନ୍ତି। ଆଜିକାଲିର ବୋହୂ ମାନଙ୍କୁ ଆଜାଦି ଦରକାର, ଆଜାଦି। ସିଏ ରହିପାରିବେନି ଆମ ମାନଙ୍କ ସହିତ। ଶାଶୁ ଶ୍ୱଶୁରର କରିଲେ ପରା ତାଙ୍କୁ ବାଧା ହବ। କାମ ଚୋରଣୀ ମାନେ ସବୁ ଭଡାରେ ରୁହନ୍ତି, କାମ କରିବାକୁ ପଡିବ ବୋଲି ଏମାନେ ଆସିକି ଭଡାରେ ରୁହନ୍ତି, ବୁଝିଲୁ? ହଁ ହଁ।